ଡୁଙ୍ଗରିପାଲିରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବଜାରରେ ଥିବା ଏକ କ୍ରୀଡ଼ା ସାମଗ୍ରୀ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଡୁଙ୍ଗରିପାଲିର ବନମାଳୀ ସ୍ପୋର୍ଟସ୍ ଏଣ୍ଟରପ୍ରାଇଜେସ୍ ନାମକ ଏକ ଦୋକାନରେ ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦୋକାନ ଭିତରେ ଥିବା କ୍ରୀଡ଼ା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଡୁଙ୍ଗରିପାଲି ଓ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଅଧିକ କ୍ଷୟକ୍ଷତି ହେବାରୁ ରକ୍ଷା କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାର ଅନୁସନ୍ଧାନ କରୁଛନ୍ତି। ରାତି ପାଖାପାଖି 1 ବଜେ ଆଡ଼େ ମୁଇଁ ଉଠିଲି, ଧୂଆଁ ହେଲା। ଆଉ ଛୁଆ ନିନି ମାସେ କରି ସେ କାନ୍ଦଲା ବି ସେଥିରେ ବାହାରିଲି। ମୁଁ ସେନୁ ଧୂଆଁ ହେଲା କି ମୁଇଁ ତାମାନେ ଦୋକାନ ଆଡ଼େ ମୋର ଯେନ୍ଟା ରାସ୍ତା ଅଛି ସେନୁ ବାହାରିଲି। ଗ୍ୟାସ୍ ଫ୍ୟାସ୍ ଯେତେବେଲେ ହେଲା ମୁଇଁ ସିଧା ବାହାରକେ ଆଇଲି, ଦେଖିଲି ନିଆଁ ଲାଗିଛେ। ଫାୟାର ବାଲାକୁ କଲ୍ କଲି, ମାନେ ଲାଗ୍ଲା ଆସିଲେ ସେମାନେ ଲିଭାଲୁଭି କରିଛନ୍। আর পুড়ি যাইছে, প্রায় সবু পুড়ি যাইছে। মোর উপরে 2টা সଟর দোকান আছে, তো 500 স্কোয়ার ফুট আড়ে হওয়া এন্তা স্পোর্টস দোকান, স্পোর্টস প্রিন্ট গিফট। তো হ্যাঁ, କେତେ ଟଙ୍କା କ୍ଷୟକ୍ଷତି ହେଇଥିବା ବୋଲି କେତେ 25 ରୁ 30 ଲକ୍ଷ ହେଇଯିବା ଆନୁମାନିକ। ବ୍ୟୁରୋ ରିପୋର୍ଟ, ୟୁଟିଭି ଓଡ଼ିଶା।